ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ଓଡ଼ିଆ ବ୍ୟାକରଣର ବାଚ୍ୟଗତ ରୂପାନ୍ତରୀକରଣକୁ ବୁଝିବା। ପିଲାମାନେ, ବାଚ୍ୟଗତ ରୂପାନ୍ତରଣ କହିଲେ କ'ଣ ନା, ଯେତେବେଳେ ଆମେ ବାକ୍ୟକୁ ପରିବର୍ତ୍ତନ କରୁଛୁ, କାହା ମାଧ୍ୟମରେ ପରିବର୍ତ୍ତନ କରିବା ନା ବାଚ୍ୟ ମାଧ୍ୟମରେ ପରିବର୍ତ୍ତନ କରିବାକୁ ବାଚ୍ୟ ପରିବର୍ତ୍ତନ ବା ବାଚ୍ୟ ରୂପାନ୍ତରୀକରଣ ବୋଲିକରି ମଧ୍ୟ କୁହାଯାଇଥାଏ। ଅର୍ଥାତ୍ ଏଠାରେ କର୍ତ୍ତୃବାଚ୍ୟ, କର୍ମବାଚ୍ୟ କିମ୍ବା ଭାବବାଚ୍ୟ, ବାଚ୍ୟ ମୁଖ୍ୟତଃ କ'ଣ ତିନି ପ୍ରକାରର, କର୍ତ୍ତୃ, କର୍ମ, ଭାବ, ଯେଉଁଟା ଏ ବହିରେ ଦେଇଛି। ଏବଂ କର୍ତ୍ତୃବାଚ୍ୟ କହିଲେ କ'ଣ ନା କର୍ତ୍ତାକୁ ପ୍ରାଧାନ୍ୟ ଦିଆଯିବ। କର୍ମବାଚ୍ୟ କହିଲେ କ'ଣ ନା କର୍ମକୁ ପ୍ରାଧାନ୍ୟ ଦିଆଯିବ, ଭାବକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ, ସେଇଟା ହେଲା ଭାବବାଚ୍ୟ। ତାହେଲେ ଆଗକୁ ବଢ଼ିବା ପିଲାମାନେ। ଝରକା ଖୋଲ, ଏଇଟା ହେଲା ଏକ୍ଜାମ୍ପଲ୍। ଏହାକୁ ଆମେ ବାଚ୍ୟ ପରିବର୍ତ୍ତନ କଲେ କ'ଣ ହେବ ନା ଝରକାଟା ଖୋଲା ହେଉ, ଝରକା ଖୋଲ, ଝରକାଟା ଖୋଲା ହେଉ। ଯେକୌଣସି ବାକ୍ୟକୁ ଅନ୍ୟ ବାଚ୍ୟରେ ମଧ୍ୟ ଆମେ କ'ଣ କରିପାରିବା ନା ରୂପାନ୍ତରିତ କରାଯାଇପାରିବ। ଯେମିତି କର୍ତ୍ତୃବାଚ୍ୟରୁ ଆମେ କ'ଣ କରିବାର ଅଛି ନା କର୍ମବାଚ୍ୟରେ ପରିବର୍ତ୍ତନ କରିବା। କର୍ତ୍ତୃବାଚ୍ୟ କହିଲେ କ'ଣ, ବିଜୟ କଲିକତା ଯିବ, ବିଜୟ କଲିକତା ଯିବ। କର୍ମବାଚ୍ୟରେ କହିଲେ କ'ଣ ହେବ, ବିଜୟର କଲିକତା ଯିବା ହେବ, ବିଜୟ କଲିକତା ଯିବ। କର୍ତ୍ତୃବାଚ୍ୟ ବିଜୟ ଉପରେ ପ୍ରାଧାନ୍ୟ ରହିଲା, ଏବେ କର୍ମ ଉପରେ ତା'ର ପ୍ରାଧାନ୍ୟ ରହିଲା, ତେଣୁକରି ବିଜୟର କଲିକତା ଯିବା ହେବ। ନେକ୍ସଟ ବାକ୍ୟକୁ ଦେଖିବା ପିଲାମାନେ। କର୍ମବାଚ୍ୟରେ ଅଛି, ରାଧାଶ୍ୟାମଙ୍କ ଦ୍ୱାରା ଭାଷଣ ଭଲ ହୁଏ। ତାଙ୍କର କର୍ମଟା ଭଲ, ଭାଷଣ ଦେବାଟା ହେଉଛି ଭଲ। ରାଧାଶ୍ୟାମ ଭଲ ଭାଷଣ ଦେଇପାରନ୍ତି, ଏ ହେଲା ତାଙ୍କର କର୍ତ୍ତୃବାଚ୍ୟ, ଅର୍ଥାତ୍ କର୍ତ୍ତା ଉପରେ ପ୍ରାଧାନ୍ୟ ଦିଆଗଲା। କାହା ଉପରେ ଜୋର ଦେଇକି କୁହାଯାଉଛି, ରାଧାଶ୍ୟାମଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି। ଭାବବାଚ୍ୟ, ତନୁଜାର ନାଚ ହେଉ। ନାଚି ପାରୁନି କିନ୍ତୁ ଆମେ ଏକ୍ସପେକ୍ଟେସନ୍ ରଖୁଛୁ ବା ଭାବନା ଅଛି ଆମର କ'ଣ ନା ତନୁଜା ଭଲ ନାଚି ପାରିବ, ତା ଦ୍ୱାରା ସେ ଭଲ ନାଚଟା ହେଉ, ଇଏ ହେଲା ଭାବ, ଭାବନାକୁ ବୁଝେଇବ, ମାନେ ଯେଉଁଟାକି ଘଟିବାକୁ ଯାଉଥିବ। କର୍ତ୍ତୃବାଚ୍ୟ କ'ଣ, ତନୁଜା ନାଚୁ, ଆମେ କାହା ଉପରେ ମାନେ ଗୁରୁତ୍ୱ ଦେଇକି ଜୋର ଦେଇକି କହୁଛୁ, ତନୁଜା ଉପରେ ଗୁରୁତ୍ୱ ଦେଇକି କହୁଛୁ। କର୍ତ୍ତୃବାଚ୍ୟ, ମା ରାନ୍ଧୁଛନ୍ତି, ମାଙ୍କର ରନ୍ଧା ଚାଲିଛି, ଏହା ହେଲା ଭାବବାଚ୍ୟ। ଏବେ ବାକ୍ୟକୁ ଆମେ କ'ଣ କରିବା ନା ସଂକ୍ଷେପଣ କରିବା। ବାକ୍ୟଟା ଆମର ଲଙ୍ଗରେ ଅଛି, ତାକୁ ଆମେ କ'ଣ କରିବା ନା ସର୍ଟରେ ଲେଖିବାଟାକୁ କୁହାଯାଉଛି ବାକ୍ୟ ସଂକ୍ଷେପଣ। ଧରିନିଅ ଏକ୍ଜାମ୍ପଲ୍ ଅଛି ପିଲାମାନେ, ଦେଖ, କେହି ଅଧିକ କଥାକୁ ଅଳ୍ପରେ ପ୍ରକାଶ କରିଦିଅନ୍ତି। ବଡ଼ ଲମ୍ବା କଥା ଗୋଟେ ଥିବ, ତାକୁ ଏମାନେ କ'ଣ କରିବେ ନା ଛୋଟ କରିକି ମଧ୍ୟ କହିଦେଇପାରିବେ। କେହି ମଧ୍ୟ ଅଳ୍ପ କଥାକୁ ଅଧିକ ଭାବରେ ପ୍ରକାଶ କରିପାରିଦିଅନ୍ତି, ଛୋଟ କଥାକୁ ବଡ଼ କରିଦେଇପାରିବେ ଏବଂ ବଡ଼ କଥାକୁ ମଧ୍ୟ ଏମାନେ କ'ଣ କରିପାରିବେ ନା ଛୋଟ କରିଦେଇ ପାରିବେ। ଲୋକମାନଙ୍କର ପାଖରେ ବହୁତ ପ୍ରକାର ସ୍କିଲ୍ ଏକ୍ସପର୍ଟାଇଜ୍ ଥିବ, ସେମାନେ କରିଦେଇପାରିବେ, ଛୋଟକୁ ବଡ଼, ବଡ଼କୁ ଛୋଟ ମଧ୍ୟ କରିପାରିବେ। କେହି ଦୀର୍ଘ ବାକ୍ୟ ଅପେକ୍ଷା ଛୋଟ ବାକ୍ୟ କହିବାକୁ ପସନ୍ଦ କରନ୍ତି, ତ କେହି ଶୁଣିବାକୁ ମଧ୍ୟ ତାକୁ ଭଲ ଲାଗେ। ବଡ଼ ବାକ୍ୟକୁ ଛୋଟ କରି କହିଲେ ମଧ୍ୟ, ଯେଉଁଟା ଆମର ପିଲାମାନେ ଏବେ ଲଙ୍ଗ ଭିଡ଼ିଓକୁ କେହି ପସନ୍ଦ କରୁନାହାନ୍ତି, ସମସ୍ତେ କାହାକୁ ପସନ୍ଦ କରୁଛନ୍ତି ନା ସର୍ଟ ଭିଡ଼ିଓକୁ ପସନ୍ଦ କରୁଛନ୍ତି। ଠିକ୍ ସେଇଭଳି କେହି ଅଛନ୍ତି ଯେଉଁମାନେ କି ସର୍ଟ ଭିଡ଼ିଓକୁ ପସନ୍ଦ କରୁନାହାନ୍ତି, ଲଙ୍ଗ ଭିଡ଼ିଓକୁ ପସନ୍ଦ କରୁଛନ୍ତି। ଠିକ୍ ସେଇଭଳି ଲୋକମାନଙ୍କର ରୁଚିଟା ଅଲଗା ଅଲଗା, ତେଣୁ କେହି ବଡ଼ ବାକ୍ୟକୁ ଛୋଟ କରି ମାନେ ଶୁଣିବାକୁ ପସନ୍ଦ କରନ୍ତି, ତେଣୁ ଦୀର୍ଘ ବାକ୍ୟକୁ ମଧ୍ୟ ସଂକ୍ଷେପରେ ପ୍ରକାଶ କରାଯାଇପାରେ, ବଡ଼ ବାକ୍ୟକୁ ଛୋଟ କରି ମଧ୍ୟ ପ୍ରକାଶ କରାଯାଇପାରେ। ଏ ପ୍ରକାର ପରିବର୍ତ୍ତନକୁ କ'ଣ କୁହାଯାଏ ନା ବାକ୍ୟ ସଂକ୍ଷେପଣ ବୋଲିକରି କୁହାଯାଏ। ବଡ଼କୁ ଛୋଟ କରିବାଟା ହେଲା କ'ଣ ନା ବାକ୍ୟ ସଂକ୍ଷେପଣ। ବାକ୍ୟ ସଂକ୍ଷେପଣ କ୍ଷେତ୍ରରେ ଆମକୁ ସନ୍ଧି, ସମାସ, କୃଦନ୍ତ, ତଦ୍ଧିତ, ଉପସର୍ଗ, ସମାର୍ଥବୋଧକ ଶବ୍ଦ ବିଶେଷ ଭାବରେ ସହାୟତା କରିଥାନ୍ତି। ଯେତେବେଳେ ଆମେ ବଡ଼ ବାକ୍ୟକୁ ଛୋଟ ବାକ୍ୟରେ ପରିଣତ କରିବା, ତାହେଲେ ଆମକୁ ସନ୍ଧି, ସମାସ, କୃଦନ୍ତ, ତଦ୍ଧିତ, ଉପସର୍ଗ, ସମାର୍ଥବୋଧକ ଶବ୍ଦ ଏମାନଙ୍କର ସାହାଯ୍ୟ ଲୋଡ଼ିବାକୁ ପଡ଼ିବ। ଏଠାରେ କେତୋଟି ଉଦାହରଣ ଦିଆଯାଇଛି, ଦେଖିବା ପିଲାମାନେ। ଫାଷ୍ଟ ଅଛି ସନ୍ଧି ଦ୍ୱାରା। ଅତି ଆବଶ୍ୟକ, ଆମେ କହିପାରିବା ଅତିଯୁକ୍ତ ଆବଶ୍ୟକ ସମାନ ହେଲା ଅତି ଆବଶ୍ୟକ, ଇଏ ହେଲା ତୁମର ସନ୍ଧି। ଅତ୍ୟାବଶ୍ୟକ ଜିନିଷର ଦର ଅଧିକ ବଢ଼ୁଛି। ଅତି ଅଧିକ ବକ୍ତବ୍ୟ ସ୍ପୃହଣୀୟ ନୁହେଁ। ଅତ୍ୟଧିକ, ଅତି ଅଧିକ, ଅତିଯୁକ୍ତ ଅଧିକ ସମାନ ହେଲା ଅତ୍ୟଧିକ।
ଅତ୍ୟଧିକ ବକ୍ତବ୍ୟ ସ୍ମରଣୀୟ ନୁହେଁ। ଇଏ ହେଇଗଲା ତୁମର ସନ୍ଧି ଦ୍ୱାରା ବାକ୍ୟ ସଂକ୍ଷେପଣ। ତାପରେ ହେଲା ସମାସ। ସମାସ କ'ଣ କହୁଛି? ସ୍ୱାମୀ ଓ ସ୍ତ୍ରୀ ଆମେ ଜାଣିଛୁ ଦମ୍ପତି, ଦମ୍ପତି ଦୁଇ ଜଣ ଯାକ ଆଜି ଆସିବେ। ଇଏ ହେଇଗଲା ତୁମର ସମାସ ଦ୍ୱାରା। ବର ଓ କନ୍ୟା ଉଭୟ ବୋଲିକିରି ଆମେ କହିପାରିବା, ବର କନ୍ୟା ବୋଲିକିରି କହିପାରିବା। ଦୁଇ ଜଣ ଯାକ ବେଦୀରେ ବସିଛନ୍ତି, ବର ଓ କନ୍ୟା ଜାଗାରେ ବର କନ୍ୟା ବା ଉଭୟ ବେଦୀରେ ବସିଛନ୍ତି ମଧ୍ୟ ଆମେ କହିପାରିବା। କୃଦନ୍ତ ଦ୍ୱାରା କ'ଣ ହେବ? ଜାଣିବାକୁ ଇଚ୍ଛା କରୁଥିବା ବ୍ୟକ୍ତିକୁ ଆମେ କହିପାରିବା ଜିଜ୍ଞାସୁ। ଇଏ ହେଇଗଲା ତୁମର କୃଦନ୍ତ ଶବ୍ଦ। ଏବଂ ଯାହା କରିବା ଉଚିତ ତାହା କର। ଯାହା କରିବା ଉଚିତ ତାହା କ'ଣ କରାଯାଇପାରିବ? ଯାହା କରିବା ଉଚିତ ସେ ହେଲା କର୍ତ୍ତବ୍ୟ। କର୍ତ୍ତବ୍ୟକୁ କ'ଣ କହିପାରିବା? ଯାହା କରିବା ଉଚିତ। ତଦ୍ଧିତ ଦ୍ୱାରା ପାନ ବେପାର କରୁଥିବା ବ୍ୟକ୍ତିକୁ ଆମେ କ'ଣ କହୁ? ନା ପାନରା ବୋଲିକରି କହିଥାଉ। ଏହା ହେଲା ତଦ୍ଧିତ ଦ୍ୱାରା ଅଛି। ତତ୍ ଯୁକ୍ତ ହିତ ତଦ୍ଧିତ। ଗିରିପଥ ଭାବରେ ଖାଇବର ସବୁଠାରୁ ଲମ୍ବା। ସବୁଠାରୁ ଲମ୍ବାକୁ ଆମେ ଦୀର୍ଘତମ ବୋଲିକରି ମଧ୍ୟ କହିଥାଉ ପିଲାମାନେ। ପାନ ବେପାର କରୁଥିବା ବ୍ୟକ୍ତିକୁ ପାନରା। ସବୁଠାରୁ ଲମ୍ବା ନଦୀକୁ ଆମେ କ'ଣ କହିଥାଉ? ବା ଗିରିପଥକୁ କ'ଣ କହିଥାଉ? ଦୀର୍ଘତମ ବୋଲିକରି କହିଥାଉ। ଲାଷ୍ଟ ମାନେ ଉପସର୍ଗକୁ ଦେଖିବା। ପବନର ବିପରୀତ ଦିଗରେ। ବିପରୀତ ଦିଗ କହିଲେ କ'ଣ ପିଲେ? ପ୍ରତିକୂଳ। ପାଖକୁ ଆଇଲେ ଅନୁକୂଳ। ଠିକ୍ ଅଛି। ପବନର ବିପରୀତ ଦିଗରେ, ପବନର ପ୍ରତିକୂଳରେ ସାଇକେଲ ଚାଳନା କଷ୍ଟକର। ସାହିତ୍ୟ ବିଷୟରେ ତାଙ୍କର ବିଶେଷ ଭାବରେ ଜ୍ଞାନ ଅଛି। ବିଶେଷ ଭାବରେ ଜ୍ଞାନକୁ ଆମେ କହିପାରିବା ବିଶେଷଜ୍ଞ ବା ସେମାନଙ୍କୁ ଏକ୍ସପର୍ଟ ବୋଲି ମଧ୍ୟ କୁହାଯାଇଥାଏ। କ'ଣ କୁହାଯାଇଥାଏ? ଏକ୍ସପର୍ଟ ବୋଲିକରି କୁହାଯାଇଥାଏ। ସମାର୍ଥବୋଧକ ଶବ୍ଦ। ବିଷ୍ଣୁ ଉପାସକ। ବିଷ୍ଣୁମାନଙ୍କୁ ଯିଏ ଉପାସନା କରନ୍ତି ବା ଉପାସକମାନଙ୍କୁ କ'ଣ କୁହାଯାଏ? ବୈଷ୍ଣବ ବୋଲିକରି କୁହାଯାଏ। ଯିଏ ଶିବମାନଙ୍କୁ ଉପାସନା କରନ୍ତି ସେମାନଙ୍କୁ ଶୈବ ବୋଲିକରି କୁହାଯାଏ। ଯେଉଁ ପିଲାମାନେ ବେଶୀ ଜିଦ୍ କରନ୍ତି ସେମାନଙ୍କୁ ବାପା ଆଦୌ ପସନ୍ଦ କରନ୍ତି ନାହିଁ। ଯେଉଁ ବେଶୀ ଜିଦଖୋରମାନଙ୍କୁ କ'ଣ ମାନେ ଜିଦ୍ କରିବା ପିଲାକୁ କ'ଣ କୁହାଯାଏ? ଜିଦଖୋର ବୋଲିକରି କୁହାଯାଇଥାଏ। ପିଲାମାନେ ଉକ୍ତି ପରିବର୍ତ୍ତନ ଦ୍ୱାରା ଦେଖିବା। ଶିକ୍ଷକ କହିଲେ ମୁଁ ଆଜି ଇଂରାଜୀ ପଢ଼ାଇବି। ଏ ହେଲା ପ୍ରତ୍ୟକ୍ଷ ଉକ୍ତି। ଡାଇରେକ୍ଟ ଇନଡାଇରେକ୍ଟ ଆମକୁ ପଢ଼ିବାକୁ ପଡ଼ିବ। ଶିକ୍ଷକ ଇଂରାଜୀ ପଢ଼ାଇବେ ବୋଲି କହିଲେ ଇଏ ହେଇଗଲା ପରୋକ୍ଷ ଉକ୍ତି। ଶିକ୍ଷକ ମୁଁ ଆଜି ଇଂରାଜୀ ପଢ଼ାଇବି କହିଥିଲେ ଇଏ ହେଲା ପ୍ରତ୍ୟକ୍ଷ ଉକ୍ତି। ଶିକ୍ଷକ ଇଂରାଜୀ ପଢ଼ାଇବେ ବୋଲିକରି କହିଲେ ଇଏ ହେଲା ପରୋକ୍ଷ ଉକ୍ତି। ହରି ଯାତ୍ରା ଦେଖେ ନାହିଁ ବୋଲି କହିଲା ଇଏ ହେଲା ପରୋକ୍ଷ ଉକ୍ତି। ହରି କହିଲା ଯେ ମୁଁ ଯାତ୍ରା ଦେଖେ ନାହିଁ। ଆମେ କହିପାରିଥାନ୍ତେ ହରି କହିଲା ସେ ଯାତ୍ରା ଦେଖେ ନାହିଁ। ଏ ପରୋକ୍ଷ ଉକ୍ତି ମଧ୍ୟ ହେଇପାରିବ। ମୁଁ ଯାତ୍ରା ଦେଖେ ନାହିଁ ଡାଇରେକ୍ଟ ମାନେ ପ୍ରତ୍ୟକ୍ଷ ଉକ୍ତି ବା ଡାଇରେକ୍ଟ ସ୍ପିଚ୍ ବୋଲିକରି ମଧ୍ୟ ଆମେ କହିପାରିବା। ଆଜି ପାଇଁ ଏତିକି ପିଲାମାନେ। ଧନ୍ୟବାଦ। ଥ୍ୟାଙ୍କ ୟୁ ପିଲାମାନେ। ଥ୍ୟାଙ୍କ ୟୁ ଟୁ ଅଲ୍। ପୁଣି ଦେଖାବ ଅନ୍ୟ ଏକ ଭିଡ଼ିଓରେ।